ଡ୍ୟାମ୍ରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ସାଙ୍ଗ। କଟକ ଷ୍ଟୁଆର୍ଟ କଲେଜର ଯୁକ୍ତ 2 ଦ୍ୱିତୀୟ ବର୍ଷରେ ପଢ଼ୁଥିବା 5 ସାଙ୍ଗ ଆଜି ଡମଣୀ ପୀଠକୁ ବୁଲିବା ପାଇଁ ଯାଇଥିଲେ। ପୀଠରେ ବୁଲିବା ପୂର୍ବରୁ ସେମାନଙ୍କ ଭିତରୁ 3 ଜଣ ସାଙ୍ଗ ଡମଣୀ ଡ୍ୟାମ୍ରେ ଗାଧୋଉଥିବା ବେଳେ ଡ୍ୟାମ୍ରେ ବୁଡ଼ିଗଲେ ଦୁଇ ସାଙ୍ଗ। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଡମଣୀ ଡ୍ୟାମ୍ରେ ଘଟିଛି। ଅଗ୍ନିଶମ କର୍ମଚାରୀ ଡ୍ୟାମ୍ରୁ ମୃତଦେହ ଉଦ୍ଧାର କରି ଚୌଦ୍ୱାର ପୁଲିସକୁ ହସ୍ତାନ୍ତର କରିଛି। କଟକ ଷ୍ଟୁଆର୍ଟ କଲେଜର ଯୁକ୍ତ 2 ଦ୍ୱିତୀୟ ବର୍ଷରେ ପଢ଼ୁଥିବା 5 ସାଙ୍ଗ ଆଜି ଡମଣୀ ପୀଠକୁ ବୁଲିବା ପାଇଁ ଯାଇଥିଲେ। ପୀଠରେ ବୁଲିବା ପୂର୍ବରୁ ସେମାନଙ୍କ ଭିତରୁ 3 ଜଣ ସାଙ୍ଗ ଡମଣୀ ଡ୍ୟାମ୍ରେ ଗାଧୋଉଥିଲେ। ଗାଧୋଉଥିବା ସମୟରେ 3 ଜଣ ସାଙ୍ଗ ଗଣ୍ଡରେ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଜଣେ ଛାତ୍ରଙ୍କୁ ଉଦ୍ଧାର କରିଥିଲେ, ହେଲେ ଶ୍ରୁତିକ ଶତପଥୀ ଓ ସ୍ୱୟଂ ସଂକେତ ଦାସଙ୍କୁ ଉଦ୍ଧାର କରିପାରିନଥିଲେ। ସେମାନେ ଗଣ୍ଡରେ ବୁଡ଼ି ଯାଇଥିଲେ। କଲେଜରେ ଯୁକ୍ତ 2 ଦ୍ୱିତୀୟ ବର୍ଷରେ ପଢ଼ୁଥିବା 5 ସାଙ୍ଗ ଆଜି ଡମଣୀ ପୀଠକୁ ବୁଲିବା ପାଇଁ ଯାଇଥିଲେ। ପୀଠରେ ବୁଲିବା ପୂର୍ବରୁ ସେମାନଙ୍କ ଭିତରୁ 3 ଜଣ ସାଙ୍ଗ ଡମଣୀ ଡ୍ୟାମ୍ରେ ଗାଧୋଉଥିବା ବେଳେ ଡ୍ୟାମ୍ରେ ବୁଡ଼ିଗଲେ ଦୁଇ ସାଙ୍ଗ। ବୁଧବାର ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଡମଣୀ ଡ୍ୟାମ୍ରେ ଘଟିଛି। ଅଗ୍ନିଶମ କର୍ମଚାରୀ ଡ୍ୟାମ୍ରୁ ମୃତଦେହ ଉଦ୍ଧାର କରି ଚୌଦ୍ୱାର ପୁଲିସକୁ ହସ୍ତାନ୍ତର କରିଛି। କଟକରୁ ପ୍ରଦୀପ କୁମାର କାଣ୍ଡିଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।